ଜାଣିଲା ପରେ ସେ ଦିନ ଆପଣ ଜାଣିଥିବେ ଆମେ ଶୁଣିବାକୁ ପାଇଛୁ ସେ ଜାଗାରୁ ଯେ ଲୋକାଲ ଏମଏଲଏ ମଧ୍ୟ ସେଠି ଗୋଟେ ଭୋଜି ଦେଇଥିଲେ ଯେଉଁ ସ୍କୁଲରେ ସେ ଜାଗାରୁ ଏଭଳିଆ ଗୋଟେ ଘଟଣା ଆସିବା ଗୋଟେ ନିନ୍ଦନୀୟ ଘଟଣା। ଆପଣ ଜାଣିଥିବେ ଯେ ଆଜିକି 10 ମାସ ଧରି ଯେଉଁ ସରକାର ଆସିଛନ୍ତି ସେ ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସେହି ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କରି ଜାତିର ସମାଜର ପ୍ରତ୍ୟେକ ଦିନ ଯଦି ଗୋଟେ ଗୋଟେ ଝିଅ ଧର୍ଷଣ ହେଉଥିବେ ମୃତ୍ୟୁ ମୁଖରେ ପଡ଼ୁଥିବେ ଆସନ୍ତା କାଲି ମଧ୍ୟ ଆମେ ଅନୁଗୁଳ ଜିଲ୍ଲା ଯିବୁ ଯେଉଁ ଜାଗାରେ ମଧ୍ୟ ଆଉ ଗୋଟେ ଝିଅ ଟ୍ରେନ୍ କଡ଼ରେ ତାକୁ ମଧ୍ୟ ମୃତ୍ୟୁଦେହ ତାର ମିଳିଛି। ରାଉରକେଲାରେ ମଧ୍ୟ ଆମେ ଏବେ ନ୍ୟୁଜ୍ରୁ ଜାଣିବାକୁ ପଡ଼ିଲୁ ଛାତ ଉପରୁ ମଧ୍ୟ ଗୋଟେ ଝିଅ ଆତ୍ମହତ୍ୟା କରିବା ଲାଗି ସୁଇସାଇଡ୍ କରିବା ଲାଗି ଚେଷ୍ଟା କରିଛି। ପ୍ରତ୍ୟେକ ଦିନ ଯଦି ମହିଳାମାନେ ଅସୁରକ୍ଷିତ ରହିବେ ତାହେଲେ ଏ ସମାଜ କେଉଁଭଳିଆ ଭାବରେ ଆଗକୁ ଯିବ। ସରକାର କେମିତି ଆକୁ ନିଦ ବିଷ୍ଣୁ ସାଜିକି ବସିଛନ୍ତି। ତେଣୁ ନିଶ୍ଚିନ୍ତ ଭାବରେ ବିଜୁ ଜନତା ଦଳ ତରଫରୁ ଆମେ ଆସି ଆଜି ମହିଳାମାନେ ମିଶି ଆଜି ମୋ ସାଙ୍ଗରେ ଅଛନ୍ତି ପୂର୍ବତନ ସାଂସଦ ଶର୍ମିତା ସେଠୀ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଆଉ ମ୍ୟାଡ଼ାମ୍ ଲୋପାମୁଦ୍ରା ବକ୍ସିପାତ୍ର ଆମ ସାଙ୍ଗେ ସମସ୍ତେ ଆମେ ମିଶି ଆସି ଏଠି ଅଭିଯୋଗ କରିଛୁ। ଲିଲିନ ବାବୁ ମଧ୍ୟ ଅଛନ୍ତି, ପ୍ରିୟବ୍ରତ ମାଝୀ ମଧ୍ୟ ଅଛନ୍ତି, ମହିଳାମାନେ ସବୁ ଆମ ସାଙ୍ଗରେ ଏଠି ଉପସ୍ଥିତ ଅଛନ୍ତି। ତେଣୁ ମୁଁ ସେଇ ଆଶା ଆଉ ବିଶ୍ୱାସ ରଖିବୁ ଆଜି ସରକାର କେଉଁଭଳି ଭାବରେ ନିଦା ବିଷ୍ଣୁ ହେଇ ସାଜିଛନ୍ତି। ଯେଉଁ ସରକାରର ସମ୍ପ୍ରଦାୟର ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଘଟଣା 8 ଦିନରେ 8ଟା ଘଟଣା ଆମ ଲୋକଲୋଚନକୁ ଆସୁଛି ତାହେଲେ ଏଠି ମହିଳାମାନେ କେଉଁଭଳି ଭାବରେ ସୁରକ୍ଷିତ ରହିବେ। ଆମେ ଦାବି କରିଛୁ ଯଦି ଆଦିବାସୀ ହଷ୍ଟେଲରେ ଆମେ ଜଣେଇଛୁ ଏଇ 10 ମାସ ଭିତରେ 26ଟା କେସ୍ ଆସିଛି ଯେଉଁ ହଷ୍ଟେଲ ଭିତରେ ସେମାନଙ୍କୁ ଅତ୍ୟାଚାର କରାଯାଉଛି ତା ଭିତରେ ମଧ୍ୟ 7ଟା ମୃତ୍ୟୁ କେସ୍ ଆସିଛି। ଆମେ କମିଶନକୁ ଦେଇଛୁ ସେ ସରକାରଙ୍କ ପାଖରେ ଅଭିଯୋଗ ଯେଉଁଟା ଦିଆଯାଇଛି ସେମାନେ ଆଣିବେ ଆଉ ସେ କହିଛନ୍ତି ଆମେ ନିଜେ କେସ୍ ହାତକୁ ନେବୁ ଆଉ ଏ କେସ୍ କେମିତି ସମାଧାନ ହେଇପାରିବ ଚେଷ୍ଟା କରୁଛୁ।